ତାଙ୍କୁ ଦେଖିକି ମୋଟିଭେଟ୍ ପାଇଲି ଏମିତି ନୁହଁ। ଆକ୍ଚୁଆଲି ଯେହେତୁ ରଚନା ମ୍ୟାମ୍ ଆଣ୍ଡ ଝିଲିକ ମ୍ୟାମ୍ ଦି ଜଣ ବେଙ୍ଗଲୀ, ତ ଫାର୍ଷ୍ଟ ମୁଁ ଆକ୍ଚୁଆଲି ଜାଣିନଥିଲି। ତ ଏଇଠି ଆସିଲା ପରେ ରଚନା ମ୍ୟାମ୍ ତ ହ୍ୟୁଜ୍, ମାନେ ଯେତିକି ଓଡ଼ିଆ ଅଛନ୍ତି ସମସ୍ତଙ୍କ ମନରେ ରଚନା ମ୍ୟାମ୍ ଅଛନ୍ତି। ତାଙ୍କର ଜାଗାଟା ହିଁ ଅଲଗା। ତାଙ୍କ ଜାଗା ମୁଁ କେମିତି ନେବି, ମୁଁ ନବାକୁ ମୁଁ କେବେ ବି ନେଇପାରିବିନି, କାହିଁକି ନା ରଚନା ମ୍ୟାମ୍ ଗୋଟେ ଅଲଗା ଇଏରେ ହିଁ ଅଛନ୍ତି। ଆଉ ଝିଲିକ ମ୍ୟାମ୍ କଥା ଯଦି କହିବି ତ ଝିଲିକ ମ୍ୟାମ୍ ବି ମୋଠୁ ବହୁତ ସିନିୟର ଜଣେ ହିରୋଇନ୍। ଆଣ୍ଡ ହଉଛି ଭୁବନେଶ୍ୱରରେ ଆସିକି ଝିଲିକ ମ୍ୟାମ୍ ବି ଏବେ ଏମିତି ଗୋଟେ ଷ୍ଟେଜରେ ଯାଇକି ପହଞ୍ଚିଲାନି। ତ ମତେ ବି ସେମିତି ଷ୍ଟେଜରେ ଯିବାକୁ ଗଲେ ମତେ ବହୁତ ଷ୍ଟ୍ରଗଲ କରିବା ଦରକାର, ବହୁତ କଷ୍ଟ ବି ଦରକାର। ରଚନା ବାଲା ଯେତେବେଳେ ହିରୋଇନ ଥିଲେ ସେ ଓଡିଆ କହିପାରୁନଥିଲେ, ତାଙ୍କ ପାଇଁ ରାକ୍ଷୀ ଦାସ ଭଏସ ଦଉଥିଲେ। ତ ଆପଣ ଓଡିଆ କହିବା, ଓଡିଆ ଅବଜର୍ଭ କରିବା କଷ୍ଟ ଥିଲା ନା ସହଜରେ ଶିଖିଗଲେ ଓଡିଆ? ଓଡ଼ିଆ ତ କଷ୍ଟ ନୁହଁ, ବଟ୍ ହଉଛି ଯେହେତୁ ଷ୍ଟିଲ୍ 17 ଇୟର୍ସ ମୁଁ କାଲକାଟାରେ ରହିକି ବେଙ୍ଗଲୀ କହିଲି, ତାପରେ ଯେତେବେଳେ ମୁଁ ଭୁବନେଶ୍ୱରରେ ଆସିକି ଓଡ଼ିଆ ଶିଖିଲି, ଓଡ଼ିଆ କହୁଛି, ତ ସେତେବେଳେ ଟିକେ ପାଟିରେ ଲାଗିଯାଉଛି। ଏଇଟା ହିଁ, ନହେଲେ କଷ୍ଟ କିଛି ନାହିଁ। ଗୋଟେ ନୂଆ ହିରୋଙ୍କ ସହିତ ଆପଣ ଅଭିନୟ କରୁଛନ୍ତି, ଇଚ୍ଛା ନାହିଁ ହ୍ୟାଣ୍ଡସମ୍ ହିରୋ ବାବୁସାନ ଅନୁପମ ସହିତ ଅଭିନୟ କରିବା ପାଇଁ? ବାବୁସାନ ସାର୍ ଆଣ୍ଡ ଅନୁଭବ ସାର୍ର ଷ୍ଟେଜଟା ଏମିତି ଗୋଟେ ଜାଗାରେ ଅଛି କି ମୁଁ ଯଦି ମୋ କଥା କହିବି, ଅବଭିୟସଲି ଡେଫିନେଟଲି ମୋର ବି ବହୁତ ଇଚ୍ଛା ସେମାନଙ୍କ ସହିତ କାମ କରିବାକୁ। ବଟ୍ ସିଏ ଅନୁଭବ ସାର୍ ଆଣ୍ଡ ବାବୁସାନ ସାର୍ଙ୍କ ସହିତ ଯଦି ମୁଁ କାମ କରିବି ଆଜ୍ ଏ ହିରୋଇନ୍, ତ ସେ ଜାଗାଟାକୁ ଯିବାକୁ ଗଲେ ମତେ ଲାଗୁଛି ମତେ ଆହୁରି ବି ବହୁତ ଷ୍ଟ୍ରଗଲ ଦରକାର, ବହୁତ କଷ୍ଟ ଦରକାର, ତାପରେ ଯାଇକିନା ମୁଁ ସେମାନଙ୍କ ସହିତ ଅନୁଭବ ରହିବେ ନା ବାବୁସାନ ରହିବେ? ଦି ଜଣଙ୍କ ତ ମୁଁ ଯେତିକି ଜାଣିଛି ଭୁବନେଶ୍ୱରରେ ଦି ଜଣଙ୍କର ସେମ୍। ତ ଯାହା ସହିତ ବି ଆମ ବେଙ୍ଗଲ କଥା ଯଦି ମୁଁ କହିବି ତ ଅନୁଭବ ସାର୍ ଟିକେ ଫେମସ୍। ବେଙ୍ଗଲରେ ବେଶୀ କାହା ଫିଲ୍ମ ଦେଖନ୍ତି, ଅନୁଭବ ନା ବାବୁସାନ ଫିଲ୍ମ? ବେଙ୍ଗଲୀରେ ଅଧିକ ଅନୁଭବ ମହାନ୍ତିର ଫିଲ୍ମ ଦେଖନ୍ତି। ଆଚ୍ଛା, ଆପଣ ଓଡିଆକୁ ଭଲ ପାଆନ୍ତି? ଅବଭିୟସଲି ଡେଫିନେଟଲି ଭଲ ପାଇ ସେଇଥିପାଇଁ ତ ଭୁବନେଶ୍ୱରରେ। ଆଚ୍ଛା, ଗୋଟିଏ ଜିନିଷ ଆଜି କ୍ଲାରିଫାଇ କରନ୍ତୁ। ହୁଁ। ମଝିରେ ରସଗୋଲାକୁ ନେଇ ପ୍ରଶ୍ନ ଉଠିଥିଲା, ରସଗୋଲା କାହାର, ଓଡିଆର ନା ବଙ୍ଗାଳୀର? ଏଇ କ୍ୱେଶ୍ଚନ ଛାଡିକି ଆଉ କିଛି କ୍ୱେଶ୍ଚନ, ମାନେ ମୁଁ ଯୋଉ ଜାଗାରେ ବି ଯାଉଛି ସବୁବେଳେ ଏଇ କ୍ୱେଶ୍ଚନ କି ଟିକେ କ୍ଲାରିଫାଇ କରନ୍ତୁ। ଯେହେତୁ ଆପଣ ଓଡିଆରେ ଭଲ ପାଆନ୍ତି, ଓଡିଆ ଫିଲ୍ମ କରୁଛନ୍ତି, ଆପଣଙ୍କ ମତରେ ମତେ ମିଠା ହିଁ ପସନ୍ଦ ନୁହଁ। ତଥାପି ରସଗୋଲା କାହାର, ଓଡିଶାର ନା ବଙ୍ଗାଳୀର, ମାନେ ବେଙ୍ଗଲର? ଦି ଜଣଙ୍କର, ବେଙ୍ଗାଲୀ କାଲକାଟା ଦି ଜଣଙ୍କର ରସଗୋଲା। ଫାଷ୍ଟ କାହାର? ଦି ଜଣଙ୍କର। ଆପଣ ମାନେ ମାନେ ନମ୍ରତା କହୁନାହାନ୍ତି ନା, ସତରେ ବାସ୍ତବିକ କୁହନ୍ତୁ, କାରଣ ଆଗରୁ ବହୁତ ଅଭିନେତ୍ରୀ କହିଛନ୍ତି ରସଗୋଲା କାହାର। ରଚନା ମ୍ୟାମ୍ ମତେ କହିଛନ୍ତି, ଝିଲିକ କହିଛନ୍ତି, ଆପଣଙ୍କ ମତରେ ରସଗୋଲା କାଲକାଟା। ଆଁ? କାଲକାଟା ରସଗୋଲା ଓଡିଶାର? ଓଡିଶାର ବି, ବଟ୍ କାଲକାଟାର ବି। ଜଗନ୍ନାଥ କାହାର? ଜଗନ୍ନାଥ କାହାର ନୁହଁ, ଜଗନ୍ନାଥ ସମସ୍ତଙ୍କର, ନା ବେଙ୍ଗଲୀ ନା ଓଡିଆ। ବଟ୍ ବେସିକାଲି ସେଇ ପୁରୀରେ ଜଗନ୍ନାଥ ମନ୍ଦିର ଅଛି, ବଟ୍ ଜଗନ୍ନାଥ ସମସ୍ତଙ୍କର। ଏଇ କ୍ୱେଶ୍ଚନ ଟା ଆଉ ଗୋଟେ ଦୀଘାରେ ଯୋଉ ତିଆରି ହେଇଥିଲା ସେଟା ଦୀଘାରେ ସେଇଟା ଆମେ ମନ୍ଦିର କୁହାଯିବି। ଏଇଟା ମୁଁ ବେଙ୍ଗଲୀ ହେଇକିରି ବି ଆମ ଦୀଘାରେ ହେଲେ ବି ମୁଁ ଏଇଟାରେ ଇଏ କରିବି କି ମୁଁ ନିଜେ ଯୋଉଟା ମାନେ କି ଜଗନ୍ନାଥ ଯୁଆଡେ ଅଛନ୍ତି ସେଇଟା ପୁରୀ, ଦୀଘାଟା ସେଇଟା ଆମେ ମନ୍ଦିର ହିସାବରେ କି ଆମେ ବାସ୍ ବୁଲାବୁଲି ପାଇଁ ଯାଇଛୁ, ଟିକେ ମନ୍ଦିର ଦରକାର, ଠିକ ଅଛି, ବଟ୍ ଷ୍ଟେବଲ୍ ପୁରୀ ଜଗନ୍ନାଥ ଧାମ।